ଏବଂ ବିଜୁବାବୁଙ୍କୁ କହିଲେ ଯଦି ଆପଣ ଏଟା ନ କରୁଛନ୍ତି ଆମେ ସମସ୍ତେ ଗୋଟେ ସାମ୍ବାଦିକ ସମ୍ମିଳନୀ କରି ଆମେ ଦାବି କରିବୁ ବିଧାନସଭା ଭିତରେ ବାହାରେ ସାମ୍ବାଦିକମାନଙ୍କୁ କହିବୁ। ବିଜୁବାବୁ ଆମ କଥା ମାନିଥିଲେ। ଭାଗବତ ଭାଇ ପ୍ରଭାବିତ କରିଥିଲେ ବିଜୁବାବୁଙ୍କୁ ଏବଂ ସେ ନିଷ୍ପତ୍ତି ସେ ନେଇଥିଲେ ଯାହାଫଳରେ 27% ରିଜର୍ଭେସନ୍ ଲାଗୁ ହୋଇଥିଲା ଓଡ଼ିଶାରେ। ସବୁବେଳେ ଭାଗବତ ଭାଇ ବିଧାନସଭାରେ ଲୋକଙ୍କର ମୌଳିକ ସମସ୍ୟା ସମ୍ପର୍କରେ ଯେତେବେଳେ ବି ଡିବେଟ୍ ହେଇଛି ସେ ସବୁବେଳେ ଆଗରେ ଥିବେ। ସମାଜବାଦୀ ଆନ୍ଦୋଳନର ପ୍ରମୁଖ ନେତା ସ୍ୱର୍ଗତ ଭାଗବତ ବେହେରାଙ୍କ ପ୍ରତି ଆଜି ତାଙ୍କର ଶ୍ରାଦ୍ଧ ଦିବସରେ ଭକ୍ତିପୂତ ପ୍ରଣତି ଜଣାଉଛି, ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଭାଗବତ ବେହେରା ବହୁବାର MLA ହେଇଛନ୍ତି। ଛାତ୍ରନେତା ହିସାବରେ ସମଗ୍ର ଓଡ଼ିଶାରେ ସୁପରିଚିତ ଥିଲେ ଏବଂ ତାଙ୍କର ଅବଦାନ ବିଶେଷ କରି ଓଡ଼ିଶାର ପଛୁଆ ବର୍ଗ ଲୋକଙ୍କର ସମସ୍ୟା ସମ୍ପର୍କରେ ବିଧାନସଭା ବାହାରେ ସେ ସଦାସର୍ବଦା ସଂଘର୍ଷରତ ଥିଲେ। ମୋର କାଲି ଭଳି ମନେ ପଡ଼ୁଛି ଏମର୍ଜେନ୍ସି ସମୟରେ 1975 ମସିହାରେ ଯେତେବେଳେ ମୁଁ ତାଙ୍କଠୁ ଖବର ପାଇଲି ଯେ ତତ୍କାଳୀନ ନେତା ସମାଜବାଦୀ ନେତା ଜର୍ଜ ଫର୍ଣ୍ଣାଣ୍ଡିସ୍ ଗୋପାଳପୁର ଆସିଛନ୍ତି ଏବଂ ସେହିଦିନ ରାତିରେ ଯେତେବେଳେ ଏମର୍ଜେନ୍ସି ଡିକ୍ଲେୟାର ହୁଏ ତାଙ୍କ ନାଁରେ ୱାରେଣ୍ଟ ବି ଥାଏ। ତାଙ୍କୁ କିପରି କଲିକତାକୁ ପଠାଯିବ ସେ ସମ୍ପର୍କରେ ସେ ପଚାରିଥିଲେ କେମିତି ତାଙ୍କୁ ନେଇକି ଯିବା କଲିକତା ପର୍ଯ୍ୟନ୍ତ। ଏକ କାର୍ଯ୍ୟକ୍ରମ ଆମେ ପ୍ରସ୍ତୁତ କଲୁ। ଗାଡ଼ି ଆମ ପାଖରେ କାହା ପାଖରେ ନଥାଏ। ପୂର୍ବତନ ରାଜ୍ୟସଭା ସାଂସଦ ମୀରା ଦାସ ମୀରା ବାପାଙ୍କୁ ପଚାରିଲୁ, ତାଙ୍କର ଗାଡ଼ି ଥାଏ ଏବଂ ତାଙ୍କ ଗାଡ଼ିରେ ଆମେ ନିଷ୍ପତ୍ତି କଲୁ ଆମେ ନେଇକି ଯିବୁ ତାଙ୍କୁ ଚଣ୍ଡିଖୋଲ ଯାଏ। ସେ ଗୋପାଳପୁରରୁ ଆସି ଭୁବନେଶ୍ୱରରେ ପହଞ୍ଚିଲେ ଏବଂ ଭୁବନେଶ୍ୱରରୁ ଆମେ ଚଣ୍ଡିଖୋଲ ନେଇ ମହାବିନାୟକଙ୍କର ଯେଉଁ ପାଖରେ ଚଣ୍ଡିଖୋଲରେ ସେଠି ଏକ ରେଭିନ୍ୟୁ ଆଇବି ଥାଏ। ସେ ରେଭିନ୍ୟୁ ଆଇବିରେ ରଖିଲୁ ରାତିରେ। ଆମେ ରାତିଯାକ ରହିଲୁ। ହିଜିଳି ବସ୍ ସର୍ଭିସ୍ ବୋଲି ଗୋଟିଏ ସର୍ଭିସ୍ ବସ୍ କୋଅପରେଟିଭ୍ ବସ୍ ସର୍ଭିସ୍ ପୁରୀରୁ କଲିକତା ଯାଏ। ସେହି ବସ୍ରେ ଆଡ଼ଭାନ୍ସ ଟିକେଟ୍ କରି ଜଣଙ୍କୁ ଦାୟିତ୍ୱ ଦିଆଗଲା। ସେ ପୁରୀରୁ ବସିକି ଆସିଲେ। 2ଟି ଖୋର୍ଦ୍ଧା ଗାମୁଛା କିଣାଗଲା। ସେ ତାକୁ ସକାଳୁ ସକାଳୁ ଚଣ୍ଡିଖୋଲରେ ଆସିକି ପ୍ରାୟ 8ଟା ବେଳେ ସେ ବସ୍ ଲାଗେ। ସେ ବସ୍ରେ ସେ ଉଠିବେ। ତା ପୂର୍ବରୁ ଗୋଟେ ଢାବା ଥିଲା। ସେ ଢାବାରେ ପରଟା ଆଉ ଦହି ଖାଇଲେ। ଆମେ ସମସ୍ତେ ତାଙ୍କ ସାଙ୍ଗରେ ବସିକି ସେଇଠି ଖାଇଲୁ ଏବଂ ତାଙ୍କୁ ସେଠି ସେ ବସ୍ରେ ଉଠିଲେ। କେହି ଜାଣିପାରିବେନି ମୁଣ୍ଡରେ ଗୋଟିଏ ଗାମୁଛା ପକାଇଛନ୍ତି। ଜର୍ଜ ଫର୍ଣ୍ଣାଣ୍ଡିସ୍କୁ ବିଦାୟ ଦେଲୁ। ଜର୍ଜ ଫର୍ଣ୍ଣାଣ୍ଡିସ୍ ବାଟରେ ଗଲାବେଳେ ଗାଡ଼ିରେ ଭାଗବତ ଭାଇ ଥାଆନ୍ତି, ମୁଁ ଥାଏ, ମୀରା ବାପା ଥାଆନ୍ତି ଏବଂ ଜର୍ଜ ସାହେବ ଥାଆନ୍ତି। ଯେଉଁଠି ବ୍ରିଜ୍ ଦେଖୁଥାନ୍ତି ଡିନାମାଇଟ୍ରେ ଏଇ ବ୍ରିଜ୍କୁ ଉଡ଼େଇ ଦିଅ, ସିଭିଲ୍ ୱାର୍ ହେବ ବର୍ତ୍ତମାନ ଦେଶରେ ଆମକୁ ବାର ବାର କହୁଥାନ୍ତି। ତାପରେ ଆମେ ଶୁଣିଲୁ ଯେ ଡିନାମାଇଟ୍ କେସ୍ରେ ଗୁଜରାଟରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ସେ ଘଟଣାରେ ଭାଗବତ ଭାଇଙ୍କର ଯେଉଁ ତତ୍ପରତା ଏବଂ ସେ କେମିତି ରାତିରେ ପହଞ୍ଚିବେ ଚଣ୍ଡିଖୋଲରେ, ଚଣ୍ଡିଖୋଲରୁ କିପରି ବସ୍ରେ ସୁରକ୍ଷିତ ହୋଇ ପହଞ୍ଚିବେ କଲିକତାରେ, ସେଥିଲାଗି ସମସ୍ତ ପ୍ରସ୍ତୁତି ତାଙ୍କ ମାଧ୍ୟମରେ କରାଯାଇଥିଲା। ତାପରେ ଆଉ ଏକ ଘଟଣା ମୋର ମନେ ପଡ଼ୁଛି କାଲି ଭଳି ଯେତେବେଳେ ମଣ୍ଡଳ କମିଶନ ଲାଗୁ କରାଗଲା VP ସିଂଙ୍କ ସରକାରରେ ଏବଂ ସେତେବେଳେ ମୁଁ ମନ୍ତ୍ରୀ ଥାଏ VP ସିଂଙ୍କ ସରକାରରେ। ବିଜୁବାବୁ ଏଠି ମୁଖ୍ୟମନ୍ତ୍ରୀ ଏବଂ ବିଜୁବାବୁ ପ୍ରଥମେ ମଣ୍ଡଳ କମିଶନର ରେକମେଣ୍ଡେସନକୁ ସମର୍ଥନ କରୁନଥିଲେ। ଭାଗବତ ଭାଇ ବିଧାନସଭାରେ ଯଦିଓ ଏକା ଦଳର ଆମେ ସମସ୍ତେ ଏବଂ ଭାଗବତ ଭାଇ ଜନତା ଦଳର MLA, ବିଜୁବାବୁ ଜନତା ଦଳର ମୁଖ୍ୟମନ୍ତ୍ରୀ, ତା ସତ୍ତ୍ୱେ ବି ଭାଗବତ ଭାଇ ସେ ସମ୍ପର୍କରେ ବିଜୁବାବୁଙ୍କୁ ବାର ବାର କହୁଥାନ୍ତି
आपण को इम्प्लीमेंट करने पड़ो 27% रिजर्वेशन को। मु दिल्ली आसता है, मु गली विधानसभा को एवं विजुआ को कहले जदि आपटा न कर आम समस्ते गोटे सांबादिक सम्मेलन करी आम दाबी करूँ विधानसभा भितर बाहर सांबादिक मानू कहबू विजु बाबू आम कथा मानी भागवत भाई प्रभावित करते विजु बाबू को एवं से निष्पत्ति से नहीं थे जहाँफल 27% रिजर्वेशन लागू होता ओडिशा रे। सबु बड़े भागवत भाई विधानसभा लोकंर मौलिक समस्या संपर्क जिते भी डिबेट होती से सबु बड़े आगे थे। पछुआ वर्गर अधिकार पाई सांविधानिक अधिकार पाई तांकर से लड़ाई रू आम बहुत प्रेरणा पाइछु। मुझे भावुची जदि आज भागवत भाई थाते ताले ओडिशा रे पछुआ वर्ग को जो न्याय मिलू नहीं से न्याय लड़ाई रे जे सबुठ आगे थाते पुणी थे मु स्मरण करुच्ची आशा करुच्ची भागवत भाई एवं जीवनी संपर्क में कार्यशैली संपर्क में एवं प्रतिबद्धता संपर्क में युवपीढ़ी जानिबा उचित एवं से दिगरे निजर सांविधानिक अधिकार पाई आगे आसवा उचित बोली मु एतिकी निवेदन करुँच युवपीढ़ी को से आसतु जोग दिंतु एवं पछुआ वर्ग दलित आदिवासी संख्यालघु लोकंकर सांविधानिक अधिकार को रक्षा करने संघबद्ध भाव दाबी उठातु एवं से आंदोलन भितर निजक सामिल करंतु। धन्यवाद। सभा शेष में पुणी थे भागवत भाई को मोर भक्तिपूत श्रद्धांजलि ज्ञापन करी रहूची।